ଅତୀତର ଦୁଃଖକୁ ମନେ ପକାଇ କାନ୍ଦିବା ଅପେକ୍ଷା ବର୍ତ୍ତମାନର ଖୁସିକୁ ମନେ ପକାଇ ଖୁସି ହେବା 100 ଗୁଣରେ ଭଲ। ଜୀବନରେ ଏଇ ଗୋଟିଏ କଥା ସବୁବେଳେ ମନେ ରଖିଥାନ୍ତୁ, ସବୁ ଜିନିଷର ଏକ ନିର୍ଦ୍ଦିଷ୍ଟ ସମୟ ଥାଏ। ବାସ୍ କେବଳ ଧୈର୍ଯ୍ୟର ସହିତ ସେହି ସମୟକୁ ଅପେକ୍ଷା କରନ୍ତୁ। ଜିତିବା ଆଗରୁ ଖୁସି ହୋଇଯିବା ଏବଂ ହାରିବା ଆଗରୁ ହାର ମାନିବା ଜମା ବି ଉଚିତ ନୁହେଁ। କାହିଁକି ନା ସମୟର ଏତେ ଶକ୍ତି ଅଛି ଯେ କିଛି କ୍ଷଣ ମଧ୍ୟରେ ସବୁକିଛି ଓଲଟପାଲଟ କରିଦେଇପାରେ। ଜୀବନରେ ଏଇ ଗୋଟିଏ କଥା ସବୁବେଳେ ମନେ ରଖିଥାନ୍ତୁ, ଜୀବନରେ ତରବରିଆ ଭାବରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। କାହିଁକି ନା ବିନା ଭାବିଚିନ୍ତି ଏବଂ ତରବରିଆ ଭାବରେ ନିଆଯାଉଥିବା ନିଷ୍ପତ୍ତି ସବୁବେଳେ ଠିକ୍ ହୋଇନଥାଏ। ମନେ ରଖନ୍ତୁ, ଜୀବନ ମାନେ ହିଁ ସଂଘର୍ଷ। ଯେଉଁଠି ସଂଘର୍ଷ ନାହିଁ ଜାଣିନିଅନ୍ତୁ ସେଠି ଜୀବନ ହିଁ ନାହିଁ।